जय जगन्नाथ। ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ ମହାପ୍ରଭୁ ଜଗନ୍ନାଥ ଭକ୍ତ ବତ୍ସଳ। ସେ ପରମ ବ୍ରହ୍ମ। ସେ ଭକ୍ତ ପାଇଁ ଧାଇଁ ଆସନ୍ତି ବଡ଼ ଦେଉଳରୁ। ସେଥିପାଇଁ ତ ପ୍ରତିବର୍ଷ ରଥଯାତ୍ରାରେ ଆସନ୍ତି ବଡ଼ଦାଣ୍ଡକୁ କେବଳ ତାଙ୍କ ଭକ୍ତ ପାଇଁ। କାଳେ କେଉଁ ଭକ୍ତ ବଞ୍ଚିତ ହୋଇଯିବେ ତାଙ୍କ ଦର୍ଶନରୁ। ସେମିତି ଜଣେ ଭକ୍ତ ପାଇଁ ତାଙ୍କ ନନ୍ଦିଘୋଷ ରଥକୁ ଅଟକାଇ ଦେଇଥିଲେ ଆଉ ଅପେକ୍ଷା କରିଥିଲେ ଭକ୍ତର ଆସିବା ପର୍ଯ୍ୟନ୍ତ। ଚାଲନ୍ତୁ ଜାଣିବା ସେ ଭକ୍ତଙ୍କ ବିଷୟରେ। ସେ ହେଉଛନ୍ତି ଭକ୍ତ ସାଲବେଗ। ଏକଦା ମୋଗଲ ଶାସକ ଔରଙ୍ଗଜେବଙ୍କ ସମୟର କଥା। ତାଙ୍କ ସେବାରେ ଥିଲେ ଜଣେ ଲାଲ ବେଗ ନାମକ ଜଣେ ସୁବେଦାର। ସେ ଅତ୍ୟନ୍ତ କ୍ରୂର ଓ ନିଷ୍ଠୁର ଥିଲେ। ସେ ଥରେ କଟକରୁ ପୁରୀ ଯାଉଥିବା ରାସ୍ତାରେ କିଛି ଯୁବତୀକୁ ଦେଖିଲେ। କିଛି ଯୁବତୀ ଡରିକି ପଳାଇଗଲେ ଆଉ ତାଙ୍କ ମଧ୍ୟରେ ଥିଲେ ଜଣେ ବିଧବା ବ୍ରାହ୍ମଣୀ। ତାଙ୍କ ସୁନ୍ଦରତା ଦେଖି ସେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ। ଆଉ ସେ ଯୁବତୀ ଜଣଙ୍କର ଯେତେ ଆକୁଳ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ତାଙ୍କୁ ତାଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ। ତାଙ୍କୁ ମୁସଲିମ ବନେଇ ଦେଇଥିଲେ ଆଉ ତାଙ୍କ ନାମ ରଖିଥିଲେ ଫାତିମା। ସମୟ କ୍ରମେ ତାଙ୍କର ଏକ ପୁତ୍ର ହେଲା ଆଉ ସେ ପୁତ୍ରର ନାମ ରଖିଲେ ସାଲବେଗ। ସମୟକ୍ରମେ ସାଲବେଗ ବଡ଼ ହେବାକୁ ଲାଗିଲେ ଆଉ ତାଙ୍କ ପିତାଙ୍କ ପରି ସେ ମଧ୍ୟ ଯୁଦ୍ଧ କରିବାକୁ ଲାଗିଲେ। ଦିନେ ଯୁଦ୍ଧରେ ଗଭୀର ଆହତ ହେଲେ। ସାଲବେଗଙ୍କ ଶରୀରରୁ କଷ୍ଟ ସହ୍ୟ କରିପାରୁନଥିଲେ। ସାଲବେଗ ଏହା ଦେଖି ତାଙ୍କ ମାତା ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ତାଙ୍କ ମାତା ମୁସଲିମ ହେଲେ ମଧ୍ୟ ଆଜି ବି ସେ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରୁଥିଲେ। ଆଉ ସେ ତାଙ୍କ ପୁତ୍ରଙ୍କୁ କହିଲେ, ତୁମେ ଯଦି ଭଗବାନଙ୍କର ନାମ ଜପ କରିବ ତାହେଲେ ସେ ତମକୁ ଖୁବ ଶୀଘ୍ର ଭଲ କରିଦେବେ। ତାଙ୍କ ମାତା ତାଙ୍କୁ କହିଲେ ଭଗବାନ କୃଷ୍ଣ ହିଁ କଳି ଯୁଗରେ ଜଗନ୍ନାଥ ରୂପେ ପୂଜା ପାଉଛନ୍ତି। ମାତାଙ୍କ ଠାରୁ ଏହା ଶୁଣି ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। କିଛି ଦିନ ଗଲା ପରେ ଦିନେ ସେ ସ୍ୱପ୍ନରେ ଦେଖିଲେ ଭଗବାନ ଜଗନ୍ନାଥ ଏକ ବିଭୂତି ତାଙ୍କୁ ପ୍ରଦାନ କରୁଛନ୍ତି ଆଉ ତାଙ୍କୁ ସ୍ୱପ୍ନରେ କହୁଛନ୍ତି ଏହା ଲଗାଇଲେ ତୁମେ ଖୁବ ଶୀଘ୍ର ଭଲ ହୋଇଯିବ। ଯେତେବେଳେ ସ୍ୱପ୍ନ ଭାଙ୍ଗିଗଲା ସେ ନିଦ୍ରାରୁ ଉଠି ଦେଖୁଛନ୍ତି ତ କିଛି ବିଭୂତି ମଧ୍ୟ ବିଛଣାରେ ପଡିଛି ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେହି ଦିନଠାରୁ ସେ ଭଗବାନଙ୍କ ପ୍ରତି ତାଙ୍କ ବିଶ୍ୱାସ ଆହୁରି ବଢିଗଲା ଆଉ ଭକ୍ତି ଆଉ ପ୍ରେମରେ ସେ ଜଗନ୍ନାଥଙ୍କ ପ୍ରତି ପୁନଃ ସମର୍ପିତ ହୋଇଗଲେ ଆଉ ଇଚ୍ଛା କଲେ ଥରେ ଚର୍ମଚକ୍ଷୁରେ ତାଙ୍କୁ ଦର୍ଶନ କରିବା ପାଇଁ। ସେଥିପାଇଁ ତ ଧାଇଁ ଆସିଥିଲେ ପୁରୀ। କିନ୍ତୁ ଅଣ ହିନ୍ଦୁ ପାଇଁ ତାଙ୍କୁ ପ୍ରବେଶ ନିଷେଧ ଥିଲା। ତେଣୁ ସେ ବୃନ୍ଦାବନ ଚାଲିଗଲେ ଆଉ ସେଠାରେ ସେ କୃଷ୍ଣ ନାମରେ ଭଜନ କୀର୍ତ୍ତନ କରି ନିଜକୁ ହଜେଇ ଦେଇଥିଲେ। ଆଉ ଯେତେବେଳେ ରଥଯାତ୍ରା ହେଲା ସେ ପୁଣି ବୃନ୍ଦାବନରୁ ପୁରୀ ଆସିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ବାଟରେ ଅସୁସ୍ଥ ହୋଇ ପଡିଲେ। ତାଙ୍କୁ ଲାଗିଲା ସେ ଯେମିତି ଆଉ ଦର୍ଶନ କରିପାରିବେ ନାହିଁ ଜଗନ୍ନାଥଙ୍କୁ। ଆଉ ପହଞ୍ଚିଲା ବେଳକୁ ଜଗନ୍ନାଥ ରଥରୁ ମନ୍ଦିର ଯାଇସାରିଥିବେ। କିନ୍ତୁ ସେଇଠାରୁ ସେ ଆକୁଳ ନିବେଦନ କଲେ ମହାପ୍ରଭୁ ଜଗନ୍ନାଥଙ୍କୁ। ତାଙ୍କୁ ରଥରେ ଦର୍ଶନ କରିବା ପାଇଁ ରଥରେ ଅପେକ୍ଷା କରିବା ପାଇଁ। ମହାପ୍ରଭୁ ବି ତ ଭକ୍ତ ବତ୍ସଳ। ଏଇଠି ଗୋଟେ ସୁନ୍ଦର ଭଜନଟିଏ ରହିଛି ସାଲବେଗଙ୍କ ଲେଖା। 750 କୋଶ ଚାଲି ନ ପାରେ ମୁହ ଯିବା ଯାଏ ନନ୍ଦିଘୋଷ ଥିବ ରହି। ଭାବଗ୍ରାହୀ ମହାପ୍ରଭୁ ଅଟକାଇ ଦେଲେ ନନ୍ଦିଘୋଷ ରଥକୁ। ସମସ୍ତେ ଅତି ବ୍ୟସ୍ତ ହୋଇ ପଡିଲେ। ଯେତେ ଚେଷ୍ଟା କଲେ ମଧ୍ୟ ରଥ ଆଉ ଗଡିଲା ନାହିଁ। ହାତୀ ଘୋଡା ଆଣି ଯେତେ ଚେଷ୍ଟା କଲେ ରଥ ଆଉ ନ ଚାଲିଲା। ତ ରାଜା ବହୁତ ବ୍ୟସ୍ତ ହେଇ ପଡିଲେ ଆଉ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ କଣ ମୋର ଭୁଲ ହେଇଗଲା ମହାପ୍ରଭୁ, ରଥ କାହିଁକି ଆଉ ଗଡୁନାହିଁ। ମହାପ୍ରଭୁ ତାଙ୍କୁ ସ୍ୱପ୍ନରେ କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ। ମୋର ଜଣେ ଭକ୍ତ ମତେ ଦର୍ଶନ କରିସାରିଲେ ରଥ ପୁଣି ଚାଲିବ। ମୁଁ ଅପେକ୍ଷା କରିଛି ମୋର ଭକ୍ତକୁ। ସାଲେବଗ ଆସିକି ପହଞ୍ଚିଲେ। ଦେଖିଲେ ରଥରେ ମହାପ୍ରଭୁ ଅଟକିଛନ୍ତି ଆଉ ମହାପ୍ରଭୁ ତାଙ୍କୁ ଅପେକ୍ଷା କରିଛନ୍ତି। ଏହା ଦେଖି ବହୁତ ସେ ଖୁସି ହେଇଗଲେ। ସେଥିପାଇଁ ତ ପ୍ରତିବର୍ଷ ରଥଯାତ୍ରାରେ ଆଜି ବି ଅଟକି ଯାଏ ନନ୍ଦିଘୋଷ ରଥ ସାଲବେଗଙ୍କ ସମାଧି ପୀଠ ଠାରେ। ଭକ୍ତ କେବଳ ଭଗବାନଙ୍କର। ଭଗବାନ କେବଳ ଦେଖନ୍ତି ମନର ଭକ୍ତି। ଆଜିର ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଭାବରେ ଜଣେଇବେ। ଏମିତି ନୂଆ ନୂଆ ଭିଡିଓ ମୁଁ ଆପଣମାନଙ୍କ ପାଇଁ ଆଣିବି। ଭିଡିଓଟି ନୂଆ କରି ଦେଖୁଥିଲେ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ କରିବାକୁ ଭୁଲିବେନି ଆଉ ଆପଣଙ୍କର ମତାମତ ନିହାତି ଦେବେ। ଜୟ ଜଗନ୍ନାଥ।